জয় জগন্নাথ। আজি ଏକ ଶୁଭ ଦିନ। ଏ ଦିନ ହେଉଛି ସିକିଲସେଲ ଏନିମିଆ। ଆମେ ସାପ୍ତାହିକ 15 ଦିନ, ସାପ୍ତାହିକ 15 ଦିନ ଆମେ ପାଳନ କରିବା ପାଇଁ ଯିବୁ। ଆଜିକୁ 19/6/2024 3/7/2024 এই 15 ଦିନ ଆମେ ପାଳନ କରିବା ପାଇଁ ଯାଉଛୁ। এই ଅବସରରେ ମୁଁ ପ୍ରଥମେ ଅନୁରୋଧ କରିବି ଆମର ଚିଫ୍ ଗେଷ୍ଟ ପିଆଇ ଟିଡିଏ ତାଙ୍କର ଆସନ ଗ୍ରହଣ କରିଛନ୍ତି ଆଉ ଆମନ୍ତ୍ରିତ ଡାକ୍ତର ଭାଇ, ହସ୍ପିଟାଲ ଷ୍ଟାଫ ଏବଂ ଆଶାକର୍ମୀ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। এই ବର୍ଷ ଏବଂ ଆମେରିକା ଭଳିଆ ଜାଗାରେ ଯେଉଁମାନଙ୍କର ସବୁ ଡେଫିସିଏନ୍ସି ହେଇଗଲା ତାପରେ ହେମୋଲାଇଟିକ କ୍ରାଇସିସ୍ ପଳେଇଲା। ତାପରେ କ'ଣ ହେପାଟିକ୍ କ୍ରାଇସିସ୍ କ'ଣ ନା ଗୋଟେ ଭାଇରସ୍ ଅଛି। କୋଉ ଭାଇରସ୍ ନା ପାର୍ଭୋ ଭାଇରସ୍ B19 ସିଏ ଯେହେତୁ ଇନଫେକ୍ସନ ହେଲା ତାହେଲେ ହେପାଟିକ୍ କ୍ରାଇସିସ୍ ହେଇଯିବ। ଲାଷ୍ଟରେ କ'ଣ ନା ସିକ୍ୱେଷ୍ଟ୍ରେସନ କ୍ରାଇସିସ୍। এটা କ'ଣ ହେବ ନା ଏ ସିକିଲ ସେଲ୍ ଗୁଡ଼ା ଅର୍ଗାନ ଗୁଡ଼ା ବଡ଼ ବଡ଼ ହେଇଯିବ। ତାପରେ ରିଡ୍ୟୁସ୍ ବ୍ଲଡ୍ ସପ୍ଲାଏ ହେଇଯିବ। ତାପରେ ହାଇପୋଭୋଲେମିକ୍ ସହ ଲାଷ୍ଟରେ ଡେଥ୍ ହେଇଯିବ। এইটা হচ্ছে আমরা পাথোফিজিওলজিক্যাল কন্ডিশন আপনি করেন। তারপরে আমাদের ব্লড পিকচার আমরা ଯିବା সিকেল সেল এনিমিয়া বিষୟରେ বুঝি টেস্ট করবাই। সিকেল সেল এনিমিয়া যে ব্লড পিকচার କୁ ଯିବା সাধারণত হেমোগ্লোবিন তার কম ରହିବ কেতে না 5-10% হেমোগ্লোবিন ରହିବ। সাধারণত ଆମର ব্লড আবার কেতে হেমোগ্লোবিন দিয়া যায় না 7.5 হেমোগ্লোবিন দিয়া যায়। কিন্তু এই কেসে সিকেল সেল এনিমিয়া যদি হেমোগ্লোবিন 10 ରୁ କମ ହେଲା ତାକୁ ବ୍ଲଡ ଦରକାର ବାହାରିବ ସିକେଲ ସେଲ ଏନିମିଆ। ଏବଂ ସେଟା ତାର ପିଏଚସି ଟା ବଢିଥାଏ, ମୋବାଇଲ ପ୍ଲେଟଲେଟ ମଧ୍ୟ ବଢିଥାଏ। ତାକୁ ଭାଷ କୃଷି ହୁଏ ମାନେ ବ୍ଲଡ ପ୍ରେସର ଗୁଡ଼ା ସବୁ ନାରୀ ହେଇଯାଏ। ତେଣୁ ନାଇଟ୍ରିକ୍ ସାଇଡ୍ ଦେଲେ ସେ ସବୁ ଆମର ମାନେ ଇନପୁଟ କରିଯାଏ, ଡାଇରେକ୍ଟ କରିଯାଏ, ଯାହାଫଳରେ ବ୍ଲଡ ସାର୍କୁଲେସନ ହେଲେ ପେନ୍ ଗୁଡ଼ା କମିଯାଏ। ତେଣୁ ଗୋଟେ ନାଇଟ୍ରିକ୍ ଅକ୍ସାଇଡ୍ ଇନହାଲେସନ ୟାକୁ ଟିକେ ଆଉ ମେନଲି ସିକେଲ ସେଲ ଟାର୍ଗେଟ ଅର୍ଗାନ କ'ଣ କରୁଛି ଆପଣ ଏବେ ମୁଁ ସବୁ କହିଦେବି। ଟାର୍ଗେଟ ଅର୍ଗାନ ହେଲା ଗୋଟେ ବ୍ରେନ୍ ଷ୍ଟୋର ହୁଏ, ଗୋଟେ ହେଲା ଚେଷ୍ଟ ମାନେ ଲଙ୍ଗସ୍ ଗୋଟେ ଟାର୍ଗେଟ ଅର୍ଗାନ ମାନେ এইসব জায়গায় সিক্লিং অ্যানিমেল এইসব জায়গায় তাহলে বেশি প্রবলেম হয়। ওটা আবডোমেন পেন আবডোমেনিক আসবে, শীঘ্র পেন আবডোমেনিক আসবে। আর ଗୋଟେ বোন ବହୁତ বোন ଅନ୍ୟ পেন ବହୁତ বোন যন্ত্রণা আসবে। আর ଗୋଟେ পেনিস ବହୁତ মানে ଡିଆବେଟିସ୍ ହୁଏ। ବେଳେବେଳେ ସିକ୍ଲିଂରେ ପୁରା ଏମିତି ମାନେ ଇରିଏକ୍ସନ୍ ହେଇକି ରହିବ ଯେ ସେ ପୁରା ଘଣ୍ଟା ଘଣ୍ଟା ରହିବ ଆଉ ବହୁତ ପେନଫୁଲ୍ ହୁଏ। ସେଟା ଅଲସୋ ସିକ୍ଲିଂ ଗୋଟେ କମ୍ପ୍ଲିକେସନ୍। ତେଣୁ ଏଇସବୁ ହେଲା ଟାର୍ଗେଟ ଅର୍ଗାନ ଟ୍ରିଟମେଣ୍ଟ ବିଷୟରେ ଜାଣିଲେ। ତେଣୁ ମେନଲି ଆପଣମାନେ ମନେ ରଖିବେ ହାଇଡ୍ରେସନ୍ ଆଣ୍ଡ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଇଜ୍ ମେନ୍ ଷ୍ଟେପ୍। ଆଉ ଗୋଟେ ସିମ୍ପଟୋମାଟିକ୍ ଯାହା ଆମେ ହସ୍ପିଟାଲାଇଜ୍ ହେଲାପରେ ତାପରେ କମ୍ପ୍ଲିକେସନ୍ ବିଷୟରେ ଜାଣିଲେ ସବୁ କେମିତି କ'ଣ ଅଲସରେସନ୍ ହେଇଯିବ, ଗଲ୍ ଷ୍ଟୋନ୍ ହେବ, ଷ୍ଟ୍ରୋକ୍ ହେବ, ହାଇପରଟେନସନ୍ ହେବ, ଆମର ଲଙ୍ଗସ୍ ଇନଫେକ୍ଟେଡ୍ ଏକ୍ୟୁଟ୍ ଚେଷ୍ଟ ସିଣ୍ଡ୍ରୋମ୍ ହେବ। ତାପରେ ଲାଷ୍ଟ ଆମେ ପ୍ରିଭେନ୍ସନ୍ ବିଷୟରେ ଜାଣିବା। ସବୁବେଳେ ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍। ତେଣୁ ପ୍ରିଭେନ୍ସନ୍ ବିଷୟରେ କ'ଣ ଜାଣିବ ସାର୍ କହିଲେ ଯେ ପରିଓମିକ୍ ସାମ୍ପଲିଂ ଅର୍ ଆମ୍ନିଓସେନ୍ଥେସିସ୍ ଆମେ 14ରୁ 16 ସପ୍ତାହ ଭିତରେ ଆମ୍ନିଓସେନ୍ଥେସିସ୍ କରିପାରିବା বা 10ରୁ 12 ସପ୍ତାହ ଭିତରେ ସିକ୍ୱେନ୍ସ କରିପାରିବା ପରିଓମିକ୍ ସାମ୍ପଲିଂ। ତ ସେ ସାମ୍ପଲିଂ କରିବା ମାନେ କ'ଣ ସେଟା ଗୋଟେ ଜେନେଟିକ୍ ଷ୍ଟଡି ହେବ। ଜେନେଟିକ୍ ଷ୍ଟଡି ହେବାର ମାନେ ହେଲା ସେଥିରେ ଡିଫେକ୍ଟ ଅଛି କି ନାହିଁ ଆମର ଯେଉଁ ଗ୍ଲୋବୁଲିନ୍ ଚେନ୍ର ଆମର ଯେଉଁ ବିଟା ଚେନ୍ର ଡିଫେକ୍ଟ ଅଛି କି ନାହିଁ বা ସିକ୍ଲିନ୍ ଜିନ୍ ଅଛି କି ନାହିଁ ସେଥିରେ ଜଣାପଡ଼ିଯିବ। ଯଦି ଜଣାପଡ଼ିଗଲା ତାହେଲେ ସେ ଅନୁସାରେ ଆଗେଇବା ମାନେ ଇଏ କରିବା କି ମାନେ ଅବସର କରିବା କି କ'ଣ କରିବା ସେ ଅନୁସାରେ ଆଗେଇବା। ତ ସେକେଣ୍ଡ ଜିନିଷ ଆଉ ଗୋଟେ ମୁଁ ଇଏ କରିବି ଯେଉଁ ପ୍ରିଭେନ୍ସନ୍ ହେଲା ଆମର ଯେଉଁମାନେ ସିକେଲ ସେଲ୍ ହେଲା ମାଟର୍ନାଲ କାଉଣ୍ଟ ଆଉ କନସାଇନ୍ୟୁଅସ୍ ମ୍ୟାରେଜ୍। କନସାଇନ୍ୟୁଅସ୍ ମ୍ୟାରେଜ୍ କ'ଣ ନିଜ ରିଲେଟିଭ୍ ଭିତରୁ ମ୍ୟାରେଜ୍ଟା ଆମେ ତ ୟୁଜୁଆଲି ଜାଣୁନା ନା ଜେନେଟିକ୍ ଷ୍ଟଡି ନଟ୍ ଏ ସୋ ମଚ୍ ଇଜି ଥିଙ୍ଗ। ତେଣୁ ଆମ ନିଜ ରିଲେଟିଭ୍ ଭିତରେ କାହା ଦ୍ୱାରା ସିକ୍ଲିଂ କ୍ରିଏଟ୍ ଅଛି ଆମେ ଜାଣିଛେ ମାନେ ତ ଆମର ମାମୁଁଙ୍କ ଭାଇ ହେଲା କି ମାମୁଁଙ୍କ ଝିଅ ଭଉଣୀ କି ପିସି ଝିଅ ଯେଉଁଟା ଡାଇରେକ୍ଟ ବ୍ଲଡ୍ ରିଲେସନ୍ ଭାଇ ଭଉଣୀ ଯେଉଁ ସବୁ ସେସବୁ ମ୍ୟାରେଜ୍ ଗୁଡ଼ାକୁ ପ୍ରୋହିବିଟ୍ କରିବା କଥା। କାରଣ ସେସବୁ ମ୍ୟାରେଜ୍ ପ୍ରୋହିବିଟ୍ରେ କ'ଣ ହୁଏ ମନେକର ମୋର ସିକ୍ଲିଂ କ୍ରିଏଟ୍ ଅଛି, ମୋର ସିକ୍ଲିଂ କ୍ରିଏଟ୍ ମୋର କିଛି ଜଣାପଡ଼ୁନି। ସିକ୍ଲିଂ କ୍ରିଏଟ୍ ଷ୍ଟେଟ୍ ଅଫ୍ ଆସିମ୍ପଟୋମାଟିକ୍ ସେ ଖାଲି କ୍ୟାରିୟର୍ କରିକରି ଯିବ। ସିଏ ମନେକର ତା ବନ୍ଧୁବାନ୍ଧବ ଭିତରୁ ଗୋଟେ ବାହାରିଲା ତାର ସିକ୍ଲିଂ କ୍ରିଏଟ୍ ଅଛି, ତାହେଲେ ସିକ୍ଲିଂ କ୍ରିଏଟ୍ ହେଲେ 125% ସିକ୍ଲିଂ ଯାଇପାରିଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ। ତ ଆମର ଏଇଠୁ ସବ୍ ଡିଭିଜନାଲ ଲେଭେଲ ଜିଲ୍ଲା ସବୁ ଜାଗାରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। କିନ୍ତୁ
ଆମେ ଏଇ ଚାରି କାନ୍ଥ ଭିତରେ ଯଦି କନଫାଇନ୍ କରିଦେବା ଏଇ ନଲେଜଟାକୁ ଆଉ ସୀମିତ କରି ରଖିଦେବା ତାହେଲେ ବୋଧେ ମାନେ ଆମର ଯୋଉ ଲକ୍ଷ୍ୟଟା କିମ୍ବା ସରକାରଙ୍କର ଯୋଉ ଲକ୍ଷ୍ୟ ସେଟା ସାଧନ ହେଇପାରିବ ନାହିଁ। ଏଥିପାଇଁ ଆମ ସମସ୍ତଙ୍କର ଆବଶ୍ୟକତା ରହିଛି କେବଳ ଆଡମିନିଷ୍ଟ୍ରେସନର ଆବଶ୍ୟକତା କେବଳ ଆଡମିନିଷ୍ଟ୍ରେସନ କରିଦେଇପାରିବ ସବୁ ସେଇଟା ସମ୍ଭବ ନୁହଁ। ଆଗରୁ ବି କରାଯାଇଛି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସମସ୍ତଙ୍କର ସହଯୋଗ ରହିଛି ସେଥିରେ ସାମ୍ବାଦିକ ବନ୍ଧୁମାନଙ୍କର ରହିଛି ଆଶା ଅଙ୍ଗନବାଡିଠୁ ଆରମ୍ଭ କରିକି ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ସ ମାନଙ୍କର ଭଲେଣ୍ଟିୟର୍ସ ମାନଙ୍କର ଅର୍ଗାନାଇଜେସନ ସିଭିଲ ସୋସାଇଟିର ମାନେ ରୋଲ ରେସ୍ପନ୍ସିବିଲିଟି ରହିଛି। ସେଥିପାଇଁ ମୁଁ ଏତିକି ପ୍ରଶାସନ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରିବି ରିକ୍ୱେଷ୍ଟ କରିବି ଯେ ଆମେ ସମସ୍ତେ ଏଇ କାର୍ଯ୍ୟକ୍ରମକୁ ଯେମିତି ସଫଳ କରିବା ଆଉ ସରକାରଙ୍କ ଯୋଉ ଲକ୍ଷ୍ୟ ରହିଛି 2047 ରେ ଏହାକୁ ସବୁବେଳେ ଧ୍ୱଂସ କରିବା ତା ପାଇଁ ଆମେ ସମସ୍ତେ ଆଜିର ମିଟିଂରେ ଏଇ ଲକ୍ଷ୍ୟ ମଧ୍ୟରେ ଆମେ ସମସ୍ତେ ପ୍ରତିଜ୍ଞା ଦେବା। ସେତିକି ହେଉଛି ଆଉ ମୁଁ ମୋର ବକ୍ତବ୍ୟ ସମାପନ କରୁଛି। ଧନ୍ୟବାଦ। ଯାଇସାରିଛି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ତ ଆମର ଏଇଠି ସବଡିଭିଜନାଲ ଲେଭେଲ ଜିଲ୍ଲା ସ୍ତର ସବୁ ଜାଗାରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି କିନ୍ତୁ ଆମେ ଏଇ ଚାରି କାନ୍ଥ ଭିତରେ ଯଦି କନଫାଇନ୍ କରିଦେବା ଏଇ ନଲେଜଟାକୁ ଆଉ ସୀମିତ କରି ରଖିଦେବା ତାହେଲେ ବୋଧେ ମାନେ ଆମର ଯୋଉ ଲକ୍ଷ୍ୟଟା କିମ୍ବା ସରକାରଙ୍କର ଯୋଉ ଲକ୍ଷ୍ୟ ସେଟା ସାଧନ ହେଇପାରିବ ନାହିଁ। ଏଥିପାଇଁ ଆମ ସମସ୍ତଙ୍କର ଆବଶ୍ୟକତା ରହିଛି କେବଳ ଆଡମିନିଷ୍ଟ୍ରେସନର ଆବଶ୍ୟକତା କେବଳ ଆଡମିନିଷ୍ଟ୍ରେସନ କରିଦେଇପାରିବ ସବୁ ସେଇଟା ସମ୍ଭବ ନୁହଁ। ଆଗରୁ ବି କରାଯାଇଛି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ସମସ୍ତଙ୍କର ସହଯୋଗ ରହିଛି ସେଥିରେ ସାମ୍ବାଦିକ ବନ୍ଧୁମାନଙ୍କର ରହିଛି ଆଶା ଅଙ୍ଗନବାଡିଠୁ ଆରମ୍ଭ କରିକି ନନ୍ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ୍ସ ମାନଙ୍କର ଭଲେଣ୍ଟିୟର୍ସ ମାନଙ୍କର ଅର୍ଗାନାଇଜେସନ ସିଭିଲ ସୋସାଇଟିର ମାନେ ରୋଲ ରେସ୍ପନ୍ସିବିଲିଟି ରହିଛି। ସେଥିପାଇଁ ମୁଁ ଏତିକି ପ୍ରଶାସନ ତରଫରୁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରିବି ରିକ୍ୱେଷ୍ଟ କରିବି ଯେ ଆମେ ସମସ୍ତେ ଏଇ କାର୍ଯ୍ୟକ୍ରମକୁ ଯେମିତି ସଫଳ କରିବା ଆଉ ସରକାରଙ୍କ ଯୋଉ ଲକ୍ଷ୍ୟ ରହିଛି 2047 ରେ ଏହାକୁ ସବୁବେଳେ ଧ୍ୱଂସ କରିବା ତା ପାଇଁ ଆମେ ସମସ୍ତେ ଆଜିର ମିଟିଂରେ ଏଇ ଲକ୍ଷ୍ୟ ମଧ୍ୟରେ ଆମେ ସମସ୍ତେ ପ୍ରତିଜ୍ଞା ଦେବା। ସେତିକି ହେଉଛି ଆଉ ମୁଁ ମୋର ବକ୍ତବ୍ୟ ସମାପନ